ତାଙ୍କଠାରୁ ଶୁଣିଥିଲି ଏବଂ ସେ ଯାହା କହିଥିଲେ ମୁଁ ଆଜି ତମକୁ ସେଇ କଥା ହିଁ କହିବାକୁ ମୁଁ ଯାଉଛି। ତେଣୁ ଆଜି ଯେଉଁ କାର୍ତ୍ତିକେଶ୍ୱର ମହାପ୍ରଭୁଙ୍କର ପୂଜା ଆପଣ କରୁଛନ୍ତି ସେଇ କାର୍ତ୍ତିକେଶ୍ୱର ହିଁ ଏଇ ସ୍କନ୍ଦ ପୁରାଣର ସ୍ରଷ୍ଟା। 81,100 ଶ୍ଲୋକ, ତା ଭିତରୁ କେବଳ 3,863 ଶ୍ଲୋକ ହେଉଛି ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟ। ଆଜି ମହାପ୍ରଭୁ ଜଗନ୍ନାଥଙ୍କର ଆବିର୍ଭାବ ଠାରୁ ଆରମ୍ଭ କରି ତାଙ୍କର ଲୀଳା, ତାଙ୍କର ଯାନି ଯାତ୍ରା, ତାଙ୍କର ପର୍ବପର୍ବାଣୀ ସବୁ ହିଁ ଏଇ 3,863 ଶ୍ଲୋକ ଭିତରେ ସମ୍ପାଦିତ ହେଇଛି। ତେଣୁ ଆଜି ଆମେ 5 ଦିନ ଭିତରେ ତାଙ୍କର ସମସ୍ତ କଥା ନିଶ୍ଚିତ ଭାବରେ ଶ୍ରବଣ କରିବା। ଆପଣମାନେ ସମସ୍ତେ ଜାଣିଛନ୍ତି ମହାପ୍ରଭୁଙ୍କ ଭିତରେ ଯୋଉ ବ୍ରହ୍ମ, ସମସ୍ତଙ୍କ ଭିତରେ ଆମେ ଗୋଟିଏ ଧାରଣା ଯେ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଦ୍ୱାପର ଯୁଗରେ ଶରୀର ତ୍ୟାଗ କରିଥିଲେ, ତାଙ୍କର ଶରୀରକୁ ଯେତେବେଳେ ଦାହ କରାହେଲା ତାଙ୍କର ନାଭି ପୋଡ଼ିଲା ନାହିଁ। ସେଇ ଅର୍ଦ୍ଧଦଗ୍ଧ ନାଭିକୁ ଫୋପଡ଼ା ଦିଆଯାଇଥିଲା ସମୁଦ୍ରକୁ ଏବଂ ତାଙ୍କର ସେଇ ନାଭି ମହାପ୍ରଭୁ ଜଗନ୍ନାଥଙ୍କର ବ୍ରହ୍ମ ବୋଲି